ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ସରକାରଙ୍କ 4ଟି ସ୍ଥାନରେ ଚଢ଼ାଉ। ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ ଜେଇ ନିହାର ରଞ୍ଜନ ସରକାରଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଜୟପୁର ସ୍ଥିତ ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବେଳେ 4 ଜଣ ଡିଏସ୍ପି, 7 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ନିମ୍ନଲିଖିତ 4ଟି ସ୍ଥାନରେ ଏହି ଖୋଳତାଡ଼ ଜାରି ରଖାଯାଇଛି। ମାଲକାନଗିରି ସହର ଜୟନଗର ସ୍ଥିତ ତାଙ୍କର 3ଟି ମହଲା ଆବାସିକ ବାସଭବନ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MVP 10 ସ୍ଥିତ ପୈତୃକ ଘର, ନବରଙ୍ଗପୁର ଜିଲ୍ଲା ରାୟଗଡ଼ ସ୍ଥିତ ସମ୍ପର୍କୀୟଙ୍କ ଘର, ମାଲକାନଗିରି ବିଡ଼ିଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କର ସରକାରୀ କାର୍ଯ୍ୟାଳୟ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି। ଅଧିକ ତଥ୍ୟ ମିଳିଲେ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ଡିଏସ୍ପି ସଦାନନ୍ଦ ପାଣି। ଅର୍ଡର ନ୍ୟୁଜ୍, ମାଲକାନଗିରି।